କାହାକୁ ହାତ ପତେଇକି ଭିକ ମାଗିକି ଖାଇବା ଅପେକ୍ଷା କେମିତି ସ୍ୱାବଲମ୍ବୀ ହେଇକିରି ନିଜେ ଚଳିପାରିବ ଏଇ ଭଉଣୀକୁ ଦେଖିଲେ ଜାଣିପାରିବେ। ଏ ଅନ୍ଧ ଭଉଣୀଟେ କିନ୍ତୁ କେମିତି କେଉଁଠି ହାତ ନ ପତେଇକି ମାର୍କେଟ ବିଲ୍ଡିଂରେ ଗୋଟେ ଦୋକାନଟେ କରିକି ତା ଝିଅକୁ ଚଳଉଛି, ନିଜେ ବି ଚଳୁଛି। ଦେଖିଲେ ଖୁସି ଲାଗେ, ଗର୍ବ ଲାଗେ ଏଇଭଳି ଲୋକଙ୍କୁ। ଜୟ ଜଗନ୍ନାଥ। ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। କାଲି ଦିନଟା ତ ପୁରା ବେକାରରେ ଗଲା। ସକାଳୁ ସକାଳୁ ହସ୍ପିଟାଲ, ରାତିରେ ଡ୍ୟୁଟି ସରିଲା ବେଳକୁ ସେମିତି ଜଣେ ଝିଅ ସୁଇସାଇଡ୍ କରିଦେଲେ। ପୁରା ଦିନଟା ବେକାର। ଦେଖାଯାଉ ଆଜି ସକାଳୁ କ'ଣ ହେଉଛି। ସକାଳଟା ଠିକ୍ ହେଇଗଲେ ଦିନମାନଟା ପୁରା ଚାଙ୍ଗା ହେଇଯିବ। ଆଜି ଡ୍ୟୁଟି ବି ସକାଳୁ ସକାଳୁ ଅଛି, ତେଣୁକରି ମୁଁ ପୁରା ଦେଖନ୍ତୁ ପୁରା ଇର୍ଲି ମର୍ଣ୍ଣିଂରୁ ଉଠି ଏବେ 5:30 ବାଜିଛି। ମୁଁ ଉଠିକି ବର୍ତ୍ତମାନ 6:10 ଭିତରେ ମୋ ଅଫିସ୍ ବାହାରିଯିବି। ମୋ ଅଫିସରେ ଯେହେତୁ ଜଲ୍ଦି ଯିବି, ଆଜି ଗଲେ ଅଫିସରେ କ'ଣ କ'ଣ ହେଉଛି ଆମେ ଦେଖିବା। ଆଉ ଦିନମାନ କ'ଣ କ'ଣ ମୁଁ କରିବି ସବୁ ଆପଣଙ୍କୁ ଦେଖେଇବି। ଭିଡ଼ିଓଟି ଆପଣ ମୋର ଦେଖୁଛନ୍ତି ରେଗୁଲାର, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ, ଆଉ ଭିଡ଼ିଓକୁ ଲାଇକ୍ ମଧ୍ୟ ନିଶ୍ଚୟ କରନ୍ତୁ। ଅଫିସରେ ପହଞ୍ଚିଲା ପରେ ଆମକୁ ଖବର ମିଳିଲା ଯେ ସୁକ୍ତେଲ ପ୍ରକଳ୍ପର ଯିଏ ସିନିୟର ଇଞ୍ଜିନିୟର ଥିଲେ ତାଙ୍କର ଭିଜିଲାନ୍ସ ରେଡ୍ ହେଇଛି। ଆମେ ଚଟାପଟ ବାହାରି ଗଲୁ ତାଙ୍କ ଘର ଖୋଜିବା ପାଇଁ। ଘର ଖୋଜି ଖୋଜି ଯାଇକିରି ନୀଳାଦ୍ରି ବିହାରରେ ପହଞ୍ଚିଲୁ। ବାଟରେ ଭୋକ ପ୍ରବଳ। ଗୋଟେ ଜାଗାରେ ବଢ଼ିଆ ଇଟିଲି ହେଉଥିଲା, ଇଟିଲି ଆଉ ବରା, ଆଉ ମୁଁ ଆମ ସେ ସିଲୁ ମିଶିକିରି ଖାଇଲୁ। ଆମ ଡ୍ରାଇଭର ଭାଇ ଜଣେ ବଢ଼ିଆ ପିଲାଟେ, ମିଶିକିରି ଦେଖନ୍ତୁ ବରା ଆଉ ଇଟିଲି ଦୁଇ ଜଣ ମିଶିକି ନାଦିଲୁ। ଆମ ଅମିୟ ଥିଲା ଆମ ସହିତ, ସିଏ ଖାଇଲାନି, ସେ ଗାଡ଼ିରେ ବସିଲା। ମୁଁ ଖାଇକି ଯାଇଥିଲି କିନ୍ତୁ ମୋତେ ଭୋକ ଟିକେ ଲାଗିଲା, ମୁଁ ଟିକେ ଖାଇଲି। ତାପରେ ଆମେ ଗାଡ଼ିରେ ବାହାରିଲୁ ସେଇ ଯେଉଁ ଭିଜିଲାନ୍ସ ରେଡ୍ ଯେଉଁଠି ହେଉଛି ସେଠିକି ଯିବା ପାଇଁ। ରାସ୍ତାରେ ବହୁତ ଖୋଜିଲା ପରେ, କାହିଁକିନା ପୋଲିସ କହିଦେଲା ରେଡ୍ ହେଉଛି, କେଉଁ ଜାଗା କହିଲାନି। ଏଇଠି ମୋ କ୍ୟାମେରା ଥୁଆ ହେଇଛି, ଏଇଟା ଆମର କଳିଙ୍ଗ ଟିଭିର ବୁମ୍। ଯେହେତୁ ମୁଁ କଳିଙ୍ଗ ଟିଭିରେ କାମ କରେ, ତେଣୁ ଆମେ ଚାଲିଲୁ ରିପୋର୍ଟିଂରେ। ସେଠିକି ଯାଇ ପହଞ୍ଚିବୁ। ଆଉ ସେଠି ଯାଇ ପହଞ୍ଚିକି ଆଶ୍ଚର୍ଯ୍ୟ ହେଇଗଲି ଦେଖିକି, ଗୋଟେ କି ସୁନ୍ଦର ଘର ଦେଖନ୍ତୁ, 3 ତାଲା ବିଲ୍ଡିଂ। ଆଉ ସରକାରୀ ପଇସାକୁ ଠକିକିରି ମାନେ ଆୟ ବହିର୍ଭୂତ ସମ୍ପତ୍ତି ରଖିଛି ବୋଲିକି ଆଙ୍ଗରେ ଭିଜିଲାନ୍ସ ରେଡ୍ଟା ହେଉଛି। କାହିଁକିନା ବହୁ ପଇସା ଇଏ ସେଇ ପ୍ରକଳ୍ପରୁ ହେଉ, ଯେହେତୁ ଇଞ୍ଜିନିୟର ବହୁତ ପ୍ରକଳ୍ପରୁ ବହୁତ ପଇସା ଲୁଟିଛି, ଆଉ ତେଣୁ ତାକୁ ତା ଘରେ ଭିଜିଲାନ୍ସ ରେଡ୍ ହେଉଛି। ଅଳ୍ପ ସମୟ ସେଠି ରହିଲୁ, କାହିଁକିନା ଆମର ଏଇଟା କ୍ରାଇମ୍ ବିଟ୍ଟା, ଆମର କ୍ରାଇମ୍ ସିନିୟର ରିପୋର୍ଟର ଯିଏ ଅଛନ୍ତି ହେମନ୍ତ ଭାଇ, ସିଏ ଆସିଲା ପରେ ଆମେ ଜାଗା ଛାଡ଼ିଦେବୁ। ସେ କିଛି ସମୟ ପରେ ଆସି ପହଞ୍ଚିଲେ, ତାପରେ ଆମେ ଏ ଜାଗା ଛାଡ଼ି ଦେଇ ପଳେଇ ଆସିଲୁ। ତାପରେ ସିଧା ଚାଲିଲୁ ମାର୍କେଟ ବିଲ୍ଡିଂ। ସେଟା ବଢ଼ିଆ ଷ୍ଟୋରିଟେ ଥିଲା। ଦେଖୁଛନ୍ତି ଏ ଯେଉଁ ଭଉଣୀଟି ଦେଖୁଛନ୍ତି, ଇଏ ହେଉଛି ଗୋଟେ ଅନ୍ଧୁଣୀ, ମାନେ ୟାର ଗୋଟେ ଛୋଟ ଝିଅଟେ ବି ଅଛି। ଆଜିକା ସମୟରେ ଲୋକ କାମ କରିବାକୁ ପଛଉଛନ୍ତି, ଚୋରି କରୁଛନ୍ତି, ଭିକ ମାଗୁଛନ୍ତି, କାହାଠୁ ଲୁଟି ଖାଇଦେବା ଭାବୁଛନ୍ତି। କିନ୍ତୁ ଏ ଅନ୍ଧୁଣୀ ଭଉଣୀଟାକୁ ଦେଖନ୍ତୁ, ମାର୍କେଟ ବିଲ୍ଡିଂରେ ଯେଉଁ ଆମର ଅଣ୍ଡରଗ୍ରାଉଣ୍ଡ ଅଛି ସେଇଠି ବସିକିରି ଏ ଖେଳନା ବିକୁଛି। ଆମେ ତା'ର ସୁନ୍ଦର ଜିନିଷଟା ଯେତେବେଳେ ଦେଖିଲୁ, ତା'ର ଗୋଟେ ଷ୍ଟୋରିଟେ କଲୁ। ଦେଖନ୍ତୁ ମୁଁ ରେକର୍ଡ଼ କରୁଛି, ଆମର ସେ ରିପୋର୍ଟର ଅମିୟ, ଆମେ ବାଇଟ୍ ଫାଇଟ୍ ନେଲୁ, ବଢ଼ିଆ ଷ୍ଟୋରିଟେ କଲୁ। କାହିଁକିନା ଏମିତି ଲୋକ ଜାଣିବା ଦରକାର। ତା କିଛି ସମୟ ପରେ ଇଏ ହେଉଛି ତାର ଝିଅ, ଯିଏ ଖେଳିଲା ମୋ ସହିତ, କଥା ବି ହେଉଥାଏ ମୋ ସହିତ, ବଢ଼ିଆ ଗୁଲୁର କଥା ହେଉଥାଏ। 6-7 ବର୍ଷର ଝିଅଟେ। ସିଏ ତା ମାଆ ପାଖରେ ଅଛି, ପାଠ ବି ପଢ଼ୁଛି। ତା ମାଆ ଇଚ୍ଛା ଯେ ସିଏ ତାକୁ ଗୋଟେ ବଡ଼ ମଣିଷ କରେଇବ, ଯେମିତି ସିଏ ହଇରାଣ ହେଉଛି ତା ଛୁଆ ସେମିତି ହଇରାଣ ନ ହେବ। ଏମିତି ଚିନ୍ତାଧାରା ଦେଖିଲେ ବି ଖୁସି ଲାଗେ। ଆଉ ଏଇଟା ଯେଉଁ ମଲ୍ଟି ଷ୍ଟୋରେଜ୍ ପାର୍କିଂ ଅଛି, ତାର ଜଷ୍ଟ ତଳେ ଏଇ ଯେଉଁ ଅଣ୍ଡରଗ୍ରାଉଣ୍ଡ ଅଛି ସେଇଠି ଇଏ। ତାପରେ ଆମେ ସିଧା ସେଇଠୁ ବାହାରି ଆସିଲୁ ଇଓଡବ୍ଲ୍ୟୁ ମାନେ ପୋଲିସର ଗୋଟେ ସ୍ପେଶାଲ ୱିଙ୍ଗ। ସେଇଠି ସେ ଜଣେ ଫ୍ରଡ଼କୁ ଆରେଷ୍ଟ କରିଛନ୍ତି। ଆଉ ଏଇଟା ହେଉଛି ଇଓଡବ୍ଲ୍ୟୁ ଅଫିସ୍ ଭିତର। ସେ ଫ୍ରଡ଼୍ କ'ଣ କରିଛି ନା, ଡୁପ୍ଲିକେଟ୍ ଚେକ୍ ଦେଇକିରି ଲୋକଙ୍କୁ ବ୍ୟାଙ୍କରୁ ଠକିବାରେ ବ୍ୟସ୍ତ। ତ ସେଇ ବିଷୟରେ କହିବା ପାଇଁ ଇଓଡବ୍ଲ୍ୟୁର ଏସ୍ପି ଡାକିଛନ୍ତି ପ୍ରେସ୍ ମିଟ୍। ଆମେ ବହୁତ ଜଲ୍ଦି ପହଞ୍ଚିଗଲୁ, କାହିଁକିନା ସେଇଠୁ ସ୍ପେଶାଲ୍ ଷ୍ଟୋରି ସାରିକି ଆମେ ସିଧା ଯାଇକିରି ଇଓଡବ୍ଲ୍ୟୁ ଅଫିସ୍ ଯଦି ପହଞ୍ଚିଗଲୁ, କେହି ବି ଆସିନଥିଲେ। ଆଉ କାଲି ଯେହେତୁ ବଜେଟ୍ ଥିଲା, ବଜେଟ୍ ସେସନ୍ ପାଇଁ ପ୍ରାୟ ଫାଙ୍କା ଥିଲା। ଦେଖନ୍ତୁ ପୁରା ଇଓଡବ୍ଲ୍ୟୁ କେହି ସାମ୍ବାଦିକ ଭାଇମାନେ ଆମର ନାହାନ୍ତି, ଆମେ ଏକୁଟିଆ ଅଛୁ। ସାର୍ ବି ଲାଷ୍ଟ ପର୍ଯ୍ୟନ୍ତ ବି ସେଇଆ ହେଲା, କେହି ବି ଆସିଲେନି, ଆମେ ଏକୁଟିଆ ହିଁ ବାଇକ୍ଟା ନେଇକି ଆସିଲୁ। ସାର୍ଙ୍କୁ ମୁଁ ମୋବାଇଲରେ ରେକର୍ଡ଼ କରିକି ଦେଲି, ସେ ମୋବାଇଲରେ ହିଁ ଅଲଗା ମିଡ଼ିଆ ଭାଇମାନଙ୍କୁ ଦେଲେ, ଯେଉଁଟାକି ସବୁ ମିଡ଼ିଆ ବଜେଇଛନ୍ତି, କିନ୍ତୁ ରେକର୍ଡ଼ ମୁଁ ହିଁ ଏକୁଟିଆ କରିଛି। ଏ ଭିତରେ ଗୋଟେ ଦେଖନ୍ତୁ ଗୋଟେ ଟେବୁଲ୍ ଟେନିସ୍ର ବୋର୍ଡ଼ଟେ ଅଛି, ଏବେ ଏଇଟା ଫିଟି ଯାଇଛି। ବେଳେବେଳେ ଆମେ ଗଲେ ଏଇଥିରେ ବି ଖେଳୁ। ଦେଖନ୍ତୁ ସାର୍ ଆସିକି ଏବେ ପହଞ୍ଚିଗଲେଣି, ଆଉ ସାର୍ ବି ରେଡ଼ି ହେଇଗଲା କ୍ୟାମେରା। ସାର୍ ବି ଇଣ୍ଟରଭ୍ୟୁଟା ଦେଲେ, ଆଉ କହିଲେ ଯେ ସେ ଫ୍ରଡ଼୍ଟା କେମିତି ମାନେ ଫେକ୍ ଚେକ୍ ଦ୍ୱାରା ବ୍ୟାଙ୍କରୁ କେମିତି ଠକେଇ କରିଛି, କୋଟି କୋଟି ଟଙ୍କା ଠକେଇ କରିଛି। ଆଗରୁ 2 ଜଣ ଆରେଷ୍ଟ ହେଇଥିଲେ, ଆଜି ଏ ଲୋକଟି ଆରେଷ୍ଟ ହେଲା। ତାପରେ ଆମକୁ ଚାହା ପାଣିର ବ୍ୟବସ୍ଥା କରାହେଲା। ଚାହା ପାଣି ପିଇ ସାର୍ଙ୍କ ବାଇଟ୍ ନେଇ ଆମେ ସିଧା ଚାଲିଲୁ ଅଫିସ୍।
ଅଫିସରେ ପହଞ୍ଚିଲା ପରେ ଯେହେତୁ ମୋର ସକାଳ ଡ୍ୟୁଟି ଥିଲା, ମୁଁ କେମିତି କ'ଣ ତୁରନ୍ତ ଅଫିସରେ ପହଞ୍ଚି ବାହାରିବା ଚକରରେ ଜଲ୍ଦି ଘରକୁ ବାହାରିଲି। ଆଉ ଅଫିସରେ ତ କାମ ସରିଯାଇଥାଏ, ତେଣୁକରି ମୁଁ ଖୋଜିଲି ମୋ ଗାଡ଼ିଟା କେଉଁଠି ଅଛି। ଏବେ ଆମେ ଅଫିସ ଯାଉଛୁ। ଅଫିସ ପାଖରେ ପହଞ୍ଚିଲା ପରେ ମୁଁ ଯେହେତୁ ବାଇକ୍ଟା ନେଇକି ଯାଇଥିଲି, ତେଣୁ ପାର୍କିଂକୁ ଗଲି। ଆଉ ମୋ ବାଇକ୍ ଧରି, ଏଇ ଦଦରା ବାଇକ୍ଟା ମୋର, ଦଦରା ବାଇକ୍ଟା ଧରି ଚାଲିଲି। କହିଲି ଘରକୁ ଯିବା ଆଉ, ଏ ଆମ ଅଫିସ ତଳ ଗାଡ଼ି ପାର୍କିଂ, ସେଇଠୁ ଧରିକି ସିଧା ମୁଁ ଚାଲିଲି ଘରକୁ। ଏବେ ମୁଁ ଘର ଅଭିମୁଖେ ଯାଉଛି। ଘରେ ଗଲେ ଦେଖିବା କ'ଣ ହେଉଛି। ଆଜି ଡ୍ୟୁଟି ସରିଗଲା, ଘରେ ଗଲେ ବହୁତ କାମ ଥିବ, ଏଡ଼ିଟିଂ ଥିବ, ତାପରେ କିଛି କାମ ବି ଥିବ, ମୋର ଇଭେଣ୍ଟର କାମ କିଛି ଥିବ, ତାପରେ ବେଶୀ ତ ମୋ ଝିଅର ନଖରାମି ଥିବ। ଏ ସବୁଗୁଡ଼ାକ ପୁଣି ଦେଖିବାକୁ ପଡ଼ିବ। ଚାଲ ଘରକୁ ଯିବା, ଦେଖିବା ଘରେ ଆଜି କ'ଣ କ'ଣ ସବୁ ହେଉଛି। ଏବେ ଆମ ଘରେ ଚାହା ତିଆରି ଚାଲିଛି। ଆରେ ଏତିକି ଚାହା କଣ ହେଇଛି? ମୁଁ ପିଇବିନି। ପିଇବ ଏତିକି ଚାହା କଣ? ଚା ପିଆଳି ଲୋକଙ୍କୁ ଚା ପୁଣି ଚା ଆଜି କଣ ଏତିକି ହେଇଛି କଣ? ଏତିକି କଣ ହେଇଛି? 2 କପ୍ ଚା ହେଇଛି, ଏତିକି ହେଇଛି। ତମେ 2 କପ୍ ଟା 4 କପ୍ ହବ ନା କଣ? 2 କପ୍ ହେଇଛି କଣ? ଟିକେ ନା ଯେ କୌଣସି ଜିନିଷ ହେଲେ ତମେ ଏଟା ଖୁଣି ଦବା ଅଭ୍ୟାସ। ଶୁଣିଲେ କଣ? ଏତିକି ଚା ହେଇଛି, ମୁଁ କହିଲି ଅଣ୍ଟିବ ନା ଅଣ୍ଟିବ। 2 କପ୍ ହେଇଛି ପୁରା ପର୍ଟିକୁଲାର, ମୁଁ ଦେଖିକି କରିଛି 2 ଜଣଙ୍କ ପାଇଁ। ସେଇଥିରେ ବି କହୁଛ ଚା ଦିଆ ହବ। ଆଉ ଗୋଟେ ସେ ଜଣେ ଲୋକ, ଭଉଣୀ ଜଣେ କମେଣ୍ଟ କରିଥିଲେ ଯେ ହଁ କେତେ କଣ ସୁନା ଆଇଲ କହିଲନି। କେତେ ସୁନା ଆଇଲ କହୁନ? କିଲେ ସୁନା ଆଇଲ ସେଦିନ? କିଲେ ନୁହଁ, କିଲେ ନୁହେଁ? ମୁଁ ସୁନା ଆଣିଲି 13 ଗ୍ରାମର। ଓହୋ, ଗ୍ରାମ ରେଟ୍ ହିସାବ ହୁଏ? 13 ଗ୍ରାମ ମାନେ ଗୋଟେ ଭରି 3 ଗ୍ରାମ। ମୁଁ ଭାବୁଥିଲି ମୁଁ ଲିଖି ଦେଇଥାନ୍ତି କିଲେ। କିଲେ ସୁନା ହେଲା ଆଉ। ଯଦି ସେ ଭଉଣୀ ଦେଖିଥିବେ ତାହେଲେ ସେ ଜାଣିବେ ଆଉ। ଭଉଣୀ ବୋଧେ ମତେ ଲାଗୁଛି ସେଇଥିବେ କମେଣ୍ଟ କରିଥିଲେ। ତ ସୁନା ଫୁନା କମେଣ୍ଟ ହେଇଛ, ଭଉଣୀଟା ହେଇଥିବ। ହଉ, 13 ଗ୍ରାମରେ ଆଣିଛି କହୁଛି। 13 ଗ୍ରାମରେ କେତେ ହବ ଆପଣ ଦେଖ, ହିସାବ କରିକି ତମର। ମୋର ସେ ସୁନା ଫୁନା ଆଇଡିଆ ଟୋଟାଲି ନାହିଁ। ଏବେ ସବୁ କାମ ସାରି ଆମେ ବାହାରିଲୁ ମାର୍କେଟ, କାହିଁକିନା ମାର୍କେଟରେ ଟିକେ କାମ ଅଛି। ଯେହେତୁ ଆମେ ଇଭେଣ୍ଟ ବିଜନେସ୍ କରୁଛୁ, ସେଇ ରିଲେଟେଡ୍ କାମ ଟିକେ ଅଛି, ଆମେ ଚାଲିଲୁ। ଏବେ ହେଇଗଲା ସନ୍ଧ୍ୟା, ଆମେ ଏବେ ଚାଲିଲୁ ବୁଲିବା ପାଇଁ ଯାଉଛେ। ଆଉ କୁଆଡେ? ଆକ୍ଚୁଆଲି ଗୋଟେ କାମ, ଗୋଟେ ଇଭେଣ୍ଟ ଆମେ କଭର କରିଥିଲୁ। ସେ ଇଭେଣ୍ଟ କଭର କଲା ବେଳେ ତାଙ୍କର ଗୋଟେ ଆଲବମ୍ ପ୍ରିଣ୍ଟିଂ ହେଇଥିଲା। ସେ ଆଲବମରେ ଆକ୍ଚୁଆଲି ତାଙ୍କ ନାଁ ହେଲା ବିକ୍ରମ, କିନ୍ତୁ ସେଟାକୁ ଏଡିଟର ମିଷ୍ଟେକ୍ ଲେଖିଛନ୍ତି ବିକାରାମ। ତ ଆମେ ଏବେ ଯାଉଛୁ କରେକ୍ସନ ପାଇଁ। ସବୁଦିନ ସନ୍ଧ୍ୟାବେଳେ କିଛି ନା କିଛି ଆମର କାମ ବି ରହୁଛି। ଇଏ ମତେ ନଉଛନ୍ତି ବୁଲିବାକୁ, କୁଆଡେ କହୁଛନ୍ତି। ସେଇଟା ହେଲା ମିଛ କଥା। କାମ ହେଲା। ଆଉ ବହାନାରେ ତମେ ତାହେଲେ ଯୋଉ କାମରେ ଯିବ ଆଖି ବନ୍ଦ କରି ଯିବ, ଆଉ ଦେଖିବନି କିଛି। କି ଯୋଉ ଦେଖିବନି କିଛି, ଆଖି ବନ୍ଦ କରିକି ଯିବ, ଆଖି ବନ୍ଦ କରିକି ଆସିବ। କଥା କହିବାରେ କଟକିଆ ଲୋକଙ୍କୁ କେହି ପାରନ୍ତିନି, ତେଣୁକରି ମୁଁ ପାରିବିନି, ମୁଁ ଜାଣିଛି। ଏଇଟା ହିଁ ଠିକ କଥା। ଠିକ କହିଲେ ନା ଭୁଲ କହିଲେ କମେଣ୍ଟ କରି ନିଶ୍ଚୟ ଜଣେଇବେ। ଆମେ ଏବେ ମାର୍କେଟରୁ କାମ ଦାମ ସାରିକି ଆଲବମ୍ ଫାଲବମ୍ ନେଇକି ଆସିଲୁ। ଦେଖ କିଏ ଆଇଲା। କିଏ ତୁ? ଆରେ ଆମେ ଯାଇଥିଲୁ ମାମା, ଶୁଣୁ, ଆମେ ଯାଇଥିଲୁ କୁଆଡେ କହିଲୁ? ଆମେ ଯାଇଥିଲୁ, ଦେଖେ ଯୋଉ ଆଲବମ୍ ଟା ନାଇଁ କି, ସେ ଯୋଉ ଆଲବମ୍ ଟା ସେଟା ଖରାପ ହେଇଯାଇଛି, ତମେ ସେଇଥିପାଇଁ ଯାଇଥିଲୁ। ଆମେ ବୁଲିବାକୁ ଯାଇନୁ। ତୋର ପା ଏକ୍ଜାମ ଚାଲିଛି, ତୋର ଏକ୍ଜାମ ଚାଲିଛି। ଏକ୍ଜାମ ସରିଲେ ଆମେ ଯିବା। ତୋର ଏକ୍ଜାମ ଚାଲିଛି ନା ନାଇଁ ମତେ କହ। ଏକ୍ଜାମ ଚାଲିଛି ନା ନାଇଁ? ଏକ୍ଜାମ ଚାଲିଛି ନା ନାଇଁ? ଆଜି ଏକ୍ଜାମ କେମିତି ହେଇଛି ତୋର? ଭଲ ମାନେ କଣ କାନ୍ଦିକି କହୁଛ ନା ଖରାପ ହେଇଛି? ଆଉ ତୁ ସ୍କୁଲରେ ଫାଷ୍ଟ ହଉଛୁ ଟି? ତୋର ଏକ୍ଜାମ କେମିତି ହେଇଛି ମାମା? କୁଆଡେ ଯିବୁ? କୁଆଡେ ଯିବୁ? ହଉ ଯିବା ଆଉ। ନେଇକି ଯିବି। ତୁ ପାଠ ଶୁଣୁ, ତୁ ପାଠ ପଢି ସାରେ, ତତେ ମୁଁ ନେଇକି ଟିକେ ଗାଡିରେ ବାହାରୁ ବୁଲେଇକିରି ସେ ଯୋଉଟା କହିଥିଲି ସେଇଟା ଆଣିବା। ପୋଲ ଆଣିବା, ପୋଲ ଚକଲେଟ ଆଣିବା, ତାପରେ ଆସିବା। ଆଉ ତୋ ପାଇଁ କାନ୍ଦି ପକଉଥିଲେ ନା? କଣ ଆଇଛି ତୋ ପାଇଁ? ଗୁପଚୁପ। ଗୋଟେ ପିଲାର କାନ କଡାଟେ ଆସିନି, ଗୋଟେ ସାଧାରଣ କାନ କଡା, ଗୋଟେ 10 ଟଙ୍କା କି 20 ଟଙ୍କାର ଜିନିଷ ଆସିନି ବୋଲି କେତେ ବାପାକୁ ହଇରାଣ କରୁଛି। ସବୁବେଳେ ବାପାକୁ ହଇରାଣ କରୁଛି। ଦେଖନ୍ତୁ, ଆପଣଙ୍କ ଘରେ ଯଦି ଏମିତି ପିଲା ଅଛନ୍ତି ଯିଏ ମାନେ ଆପଣଙ୍କୁ ହଇରାଣ କରୁଛନ୍ତି, ବାପା କିମ୍ବା ମାମାକୁ, ମତେ ନିଶ୍ଚୟ ଜଣେଇବେ ତ। ଆଉ କୋଉଟା ଠିକ ଜଣେଇବେ। ଏମିତି କାନ୍ଦିବାଟା ସବୁବେଳେ ଠିକ କି ନିଜ କଥାଟା ସବୁବେଳେ କହିବାଟା ଠିକ, ସେଟା ଜଣେଇବେ। ଝିଅ ପାଇଁ ମାର୍କେଟରୁ ଆସିଲା ବେଳକୁ ସେ ତ ଟ୍ୟୁସନ୍ ଯାଇଥିଲା, ଯାଇନଥିଲା। ଆମେ ଯେଉଁ ଗୁପଚୁପ ଆଣିଥିଲୁ, ସୁଁ ସାଁ ହେଇକିରି ସେଇଟାକୁ ଫିଟେଇକିରି ବର୍ତ୍ତମାନ ତାକୁ ଖୋଲିବାରେ ବ୍ୟସ୍ତ। ସେ ପାଣିଟାକୁ ଢାଳିଲାଣି, ସେ ଯେଉଁ କପ୍ ଭିତରେ ଢାଳି ହେଇଯିବ। କପ୍ ଭିତରେ ଢାଳି
ମାନେ ଗୁପଚୁପ୍ରେ ଦେଖନ୍ତୁ ପୁରା ଦୋକାନୀ ବନେଇଲା ଭଳିଆ ଆଳୁ ଫାଳୁ ତା ଦେହରେ ପୁରେଇ ତା ରେଡ଼ି ହେଇଗଲାଣି। ତ ସେ ଗୁପଚୁପ୍ଟାକୁ ଏଇନା ଖାଇବ। କ'ଣ ତା ମା ଆସିକି କହିଲେନି ତେବେ ଚା ଦିଆହବ କି ତୁ ମନା କରିବାର ନାହିଁ। ନାଇଁ ନାଇଁ ମୁଁ ଚା ଟା ପିଇବିନି, ଏଟା ଏତିକି ଫର୍ମାଲିଟିରେ କହିବା। ଚାହା ନାଇଁ ଚାହା ପିଇବ ସାଙ୍ଗେ ସାଙ୍ଗେ ପଚାରିବାର ନାହିଁ ଦିଅ। ଚାହାଟା କିଏ ମନା ଚା ଲଭର ଅଛନ୍ତି ମୁଁ ବି ଜାଣିନି, ଚା- ଅଛନ୍ତି କି? ଚାହା କ'ଣ ମନା କରନ୍ତି କିଏ? ଆଉ ଚାହାଟା କ'ଣ ମନା କରିବା ଜିନିଷ? ହଉ ଯା ବନା ଯା ତୁରନ୍ତ। ଏଇ ଦେଖ ବାପା ଦେଖିଲ ଗୁପଚୁପ୍ ଖାଇଲେ। ଚୁପ ଭାଇ ଏଇଠୁ ହିଁ ଶିଖନ୍ତୁ। ତା ମାମା ବୁଲିବାକୁ ଯାଇଥିଲା ବୋଲିକି କାନ୍ଦିଲା, ଆସିକି ଦେଖିତେ କେମିତି କାନ୍ଦୁଥିଲା। ଏବେ ସିଏ ଏବେ ବାହାରିଛି ବୁଲିବାକୁ ଯିବ। ଏଇ କାହିଁ ବୁଲିବାକୁ ଯିବୁ? କ'ଣ ଆଣିବୁ? ଯୋଉ ଇଏ ପୋଲୋ ଚକଲେଟ ଆଣିବୁ। ପଇସା ବାପାଙ୍କ ପଇସା ଏମିତି ଉଡିବ ବି। ବାପାଙ୍କ ପଇସା ଉଡେଇବା ପାଇଁ ଯାଉଛି, ତମେ ଯିବ କି? ଏଇ ତାଙ୍କୁ ନବନି। ଯିବିନି ମୁଁ, ସିଏ ଯିବେନି। ହଉ ବଢିଆ ମାମା ଯିବେନି। ମୁଁ କେମିତି ବାହାରକୁ ଅଛି? ଯିବାକୁ ବି ଇଣ୍ଟରେଷ୍ଟେଡ ନୁହଁ। ହଉ ଚାଲ, ସବୁବେଳେ ବାହାରେ ଯାଇକି ନାଚିଲାଣି ଆଉ ଡେଇଁ ଖୁସିରେ ଆଉ। ପୋଲ ଖାଇବି ମୁଁ ତ ପୋଲ ଖାଇବି, ଗୋଠାରୁ ନିମ୍ବୁ ଭାଟି ଖାଇଦିଏ। ହଉ। ପାନୀୟ ଖାଇଦିଅ ଚାଲ ଆମେ ଯାଉଛୁ ଗୋଟେ ଖୁସିରେ। ଦେଖୁ। ନିମ୍ବୁ ବାଟି। ହଉ ନିମ୍ବୁ ଭାଟି ଆମେ ଚାଲୁ। ରାତି ଆସିକି ହେଇଗଲାଣି 12ଟା ପାଖାପାଖି। ଆଉ ଝିଅର ଯେହେତୁ ଏକ୍ଜାମ ଅଛି କାଲି, ତେଣୁକରି ସେ ଟିକେ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ପାଠ ପଢିଲା। ଏବେ ରାତି ବହୁତ ହେଲାଣି। ଚलो ପୁଣି ଦେଖାହବ କାଲି ଆଉ ଗୋଟେ ନୂଆ ଭିଡ଼ିଓରେ, ଆଉ କିଛି ନୂଆ ଜିନିଷ, ଆଉ କିଛି ନୂଆ ସେଗମେଣ୍ଟ। ସେ ପର୍ଯ୍ୟନ୍ତ ଗୁଡ୍ ନାଇଟ୍।